ପ୍ରେଜ୍ ଲର୍ଡ ପରମେଶ୍ୱର ମହାନ ଧନ୍ୟବାଦ ହଉ। ପରମେଶ୍ୱର କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ସମ୍ମୁଖରେ ଆଉ ଗୋଟେ ଶିକ୍ଷା ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଲେ ସେତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ୍ ଲର୍ଡ ଜଣେ ପ୍ରେଜ୍ ଲର୍ଡ। ଆଜିର ଶିକ୍ଷା ହେଉଛି ଯେ ଆମେ ଦେଖୁଛୁ କିଛି ନ ଜାଣି କେତେଜଣ ନିଜକୁ ବଡ଼ ଭାବି ଯେଉଁ ଶିକ୍ଷା ଯାକ ଦେଉଛନ୍ତି ତା ଉପରେ ମୁଁ ଶିକ୍ଷା ଦେବାକୁ ଯାଉଛି। ସେଥିମଧ୍ୟରୁ ଆମେ ଶାସ୍ତ୍ର ପାଠ ଦେଖିବା। ପ୍ରଥମ କରନ୍ତି 7:23 ପଦରେ ଆଉ କରନ୍ତି ମଣ୍ଡଳୀ ପ୍ରେରିତ ପାଉଲ ଲେଖୁଛନ୍ତି, ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ। ତୁମେ ବିଶେଷ ମୂଲ୍ୟରେ, ଯେଉଁ ମୂଲ୍ୟ କି ଆଉ ଏ ଜଗତର କେହି ଦେଇ ନାହାନ୍ତି, ଆଉ ସେ ମୂଲ୍ୟ ଦେଇଛନ୍ତି ଯୀଶୁଖ୍ରୀଷ୍ଟ। ସେଇ ମୂଲ୍ୟରେ ତୁମକୁ କିଣା ଯାଇଅଛି, ମାନେ ଅର୍ଥାତ୍ ତାହାର ରକ୍ତରେ। ସେଥିପାଇଁ ଜଣେ ଭାଇ ଲେଖିଛନ୍ତି ମୋ ପାଖେ ଯେ ତୁମକୁ କେଉଁ ରକ୍ତରେ ତୁମ ମାନେ ଇଏ ଆମେ ରକ୍ତ ବିଷୟ ଆମେ ଜାଣିନଥିଲୁ। ବର୍ଷକୁ ଥରେ ଆମ ବାପା ମା ମାନେ ପାପ ମୋଚନ କରୁଥିଲେ, ଢାଙ୍କୁଥିଲେ ଗୋଟେ ବର୍ଷ ପାଇଁ। ଆଉ ଥରେ ଆମେ ଜିତିଲୁ ବଞ୍ଚିଲୁ, ଆଉ ଥରେ ଗୋଟେ ବର୍ଷ ଇଏ କରୁଥିଲେ। କିନ୍ତୁ ସେ ବର୍ଷ ବର୍ଷ ସେ ଢାଙ୍କିବା ପରିବର୍ତ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ପବିତ୍ର ରକ୍ତ ଦେଇକି ଆମକୁ କ୍ରୀତ କଲେ ବା କିଣିଲେ। ସେଥିପାଇଁ କରନ୍ତି ମଣ୍ଡଳୀ ପ୍ରେରିତ ପାଉଲ ଲେଖିଲେ ମାନେ ଯେଉଁ 7:23 ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇ ଅଛ, ମନୁଷ୍ୟର ଦାସ ହୁଅ ନାହିଁ। ସେଥିପାଇଁ ଏଇ ଯେଉଁ ଚଷମା ଯିଏ ପାଇଁ ଲେଖିଛି ମଣିଷ, ସେ ଆମର ସ୍ୱାଧୀନତା, ଆମେ ସ୍ୱାଧୀନ ପାଇଁ ଆମେ ଈଶ୍ୱରଙ୍କ ନିକଟକୁ ଯାଇଅଛୁ। ସ୍ୱାଧୀନ ପାଇଁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଜାଣିଅଛୁ। ଆଉ ଜଣଙ୍କର ଅଧୀନରେ ରହିବା ପାଇଁ ନୁହେଁ। ସେ ଅଧୀନରେ ରହିବା ଲୋକ କ'ଣ କରେ, ଏଇଟା ଆଣ ସେଇଟା ଆଣ, ଏଇଟା କର ସେଇଟା କର। ଗତ ଦିନମାନଙ୍କରେ ମୁଁ କହୁଥିଲି ଜଣେ ଆମର ଯେଉଁ ଜେଇଙ୍କ ବିଷୟ, ଯିଏକି ବିଜୟ କୁମାର କିଷାନର କଥା କହୁଥିଲି। ସେ ତାଙ୍କର ଅଧୀନସ୍ଥ କେମିତି ହେଇଥିଲେ। ତାଙ୍କ ଘରେ ସେଇଟା ରିଙ୍ଗଟୋନ୍ ରଖିଛନ୍ତି, କିନ୍ତୁ ସେ ଜନ୍ଦା ବାହାରିକି ସେ ଦୁଇଟା ତାରରେ ଲାଗିଗଲେ, ତାର ବାରଟାରେ ସେଇଟା ସାଉଣ୍ଡ ହେଉଥିଲା। ତାପରେ ଲାଷ୍ଟକୁ ସେ ଖୋଲି ମାନେ ସେ ଯଜ୍ଞ ଫଜ୍ଞ କରିକି ଯେତେ ସବୁ ସାରିଲା ପରେ ଲାଷ୍ଟକୁ ଡକ୍ଟର ପାଖକୁ ନେଉଛନ୍ତି। ତାର ବାପାର ଦେହକୁ ମାନେ କିଛି ହେଇନା, କିନ୍ତୁ ଦେହ ଦିନକୁ ଦିନ ମାନେ ସିରିୟସ୍ ହେଉଛି, ଯାହାକି ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ତାପରେ ଲାଷ୍ଟକୁ କ'ଣ ହେଲେ, ଆଉ ଡକ୍ଟର ତାର ମାଇଣ୍ଡ ଖଟେଇକି ସେ ଦେଖ ଏଇଟା ମାନେ ୱେରିଂଟା ଚେକ୍ କର ବୋଲିକି ଯେମିତି ୱେରିଂଟା ଚେକ୍ କଲେ, ସେତେବେଳେ ଦେଖୁଛନ୍ତି ଯେ ଦୁଇଟା ତାର ମଝିରେ ଗୋଟେ ଜନ୍ଦା ବାହାରୁଛି। ଜନ୍ଦା ଲାଗିଗଲେ ସେଇଟା ରିଙ୍ଗଟୋନ୍ ବାଜୁଛି। ତାପରେ ସେଇଟା ଯୋଡ଼ିଲା ପରେ ଠିକ୍ ହେଲା। ସେମିତି ଆଉ କିଛି ନ ଜାଣିକି ଏଇଟା କର, ହଁ ଛେଳି ଆଣ, ହଁ ଘୁଷୁରି ଆଣ, ହଁ ଆଉ ମାନେ ନାଇଁ ଏତିକି ଟଙ୍କା ଦିଅ, ହଁ ଏଇଟା ଏତିକି ଟଙ୍କା ନ ଦେଲେ ଏଇଟା ହେବ ନାହିଁ। ତାଙ୍କ ବେକରେ ଏତିକି ସୁନା ପିନ୍ଧିକି ଅଛନ୍ତି, କିନ୍ତୁ ଅନ୍ୟମାନଙ୍କ ଘରେ ଖାଇବାର ନାହିଁ। ଜଣେ କହୁଥିଲା ମୋତେ ଯେ ମାନେ ଭଞ୍ଜନଗର ମିଲିଟାରୀ ଅଛି ଆମର, ଆଜ୍ଞା ପୁରୋହିତ ବାବୁ ଆମର ଟିକେ କାମ, ପୁରୋହିତ ମାନେ ନନା ଟିକେ କାମ ଅଛି ଆମ ଘରେ, ଟିକେ ଆପଣ ଆସିବେ। ହଉ ଠିକ୍ ଅଛି ତୁମେ ଯେତେବେଳେ ଆସିବ ମିଲିଟାରୀରୁ, ସେଇଠୁ ଯେଉଁ ଶୀତ ପୋଷାକ ମିଳୁନି କି, ସେଇଟା ଗୋଟେ ମୋ ପାଇଁ ଆଣିଦେଇଥିବ। ଆମର ସେଇଟା ନାହିଁ। ଯୀଶୁ କହିଲେ ବିନା ମୂଲ୍ୟରେ ପାଇଛ, ବିନା ମୂଲ୍ୟରେ ତୁମେ ଦାନ କର। କିନ୍ତୁ ଏଇ ଟପିକ୍ଟା ଆଉ ଆଗକୁ ନେବା ନାହିଁ, କିନ୍ତୁ ଆମେ ଯେଉଁ ମୁଖ୍ୟ ଟପିକ୍କୁ ଯିବା। ଆଜିର ଏଇ ଅଳ୍ପ ଶିକ୍ଷା ଉପରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।